ସକାଳୁ ସକାଳୁ ଜଙ୍ଗଲରୁ ଆମର ଛତୁ ନେଇ ଆସିଛନ୍ତି। ଆଜି କି ଛତୁ ଆଣା ହେଇଛି? ସେଟା ବିଲଟା ପୁରା ଏତିକି ପାଣି ହେଇଛି, ପାଣି ହବ ନା ନାଳଟା ଭଳିଆ ଦେଖା ହଉଛି। ସେଇଠୁ ସେଇ ପାଖରୁ 1 2 3 ଗୋଟେ ବେଡାରେ 300ଟା ଲେଖା ବିଡା ହୁଏ। 300ଟା ବିଡା ଗୋଟେ ବେଡାରେ? ହଁ, ନଦୀ ନାଳ ପାର ହେଲା ଭଳିଆ ଲାଗୁଛି। ଭିଡିଓଟା କ୍ୟାମେରା ଅନ୍ କରିକି ରଖିଛ, ମୁଁ ତୋଳି ଲଗେଇଲା। ହଁ ଦେଖ ମାଞ୍ଚୁରିଆନ ମାଡ଼ ଚାଲିଛି ଦେଖନ୍ତୁ। ଏପଟେ ଭଞ୍ଜା ବି ମାଛ ଖାଇବୁ ଦେଖ ତାର ରୁଲ ଚାଲିଲା ବର୍ତ୍ତମାନ। ଏ ବାସ୍ନା ପାଇଛି ମାନେ ନା କାହା କଥା ଶୁଣିବନି ସେ। ହାଇ ଫ୍ରେଣ୍ଡ, ଶୁଭ ସକାଳ। ଆଉ ଗୋଟେ ବର୍ଷା ପାଗର ବର୍ଷା ଭିଜା ଓଦା ଓଦା ବ୍ଲଗ କୁ ନୂଆ ବ୍ଲଗ କୁ ଆପଣ ମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଉ ବର୍ଷା ଭିଜା ବ୍ଲଗ ଏଥିପାଇଁ କହିଲି କାରଣ ଆମ ଆଡେ ଆଉ ବର୍ଷା ଛାଡୁନାହିଁ, ଟୋଟାଲ ଛାଡିବାର ନା ହିଁ ନଉନି। ଆପଣଙ୍କ ଆଡେ ଯଦି ବର୍ଷା ଛାଡି ଯାଇଛି ତାହେଲେ କମେଣ୍ଟ କରନ୍ତୁ। ଆମର ପାଗ ପ୍ରତ୍ୟେକ ଦିନ ଓଦା ଓଦା। ଲାଷ୍ଟ ଆମେ ବାହାରିକି ଦେଖନ୍ତୁ, କାଲି ଯୋଉ ଆମେ ଦେଖେଇଥିଲି ତିରପାଲ ଟାଙ୍ଗୁଥିଲେ ଘର ଉପରେ, ସେଠି ଘର ଉପରେ, କିନ୍ତୁ ଲାଷ୍ଟ ବାହାରେ ବି ଟାଙ୍ଗିତେ ପଡିଲା କାରଣ ପୁରା ବାହାର କାଦୁଅ କାଦୁଅ। ଆଉ ଏପଟେ ଆମେ ଦେଖନ୍ତୁ କେହି ଉଠି ନଥିଲେ, ବୋଉ ଯାଇକି ସକାଳୁ ସକାଳୁ ଜଙ୍ଗଲରୁ ଆମର ଛତୁ ନେଇ ଆସିଛନ୍ତି। ଆଜି କି ଛତୁ ଆଣା ହେଇଛି? କୁଣ୍ଡା ଛତୁ, କୁଆଡି ଛତୁ, ଖୋଇ ଛତୁ, ଆଉ ଏଇ ସବୁ ଛତୁ ଦେଖନ୍ତୁ। ଆପଣ ମାନେ ବର୍ଷା ଦିନରେ ଏମିତି ଛତୁ ଖାଇବା ପାଇଁ ପସନ୍ଦ କରନ୍ତି ନା ନାହିଁ ଟିକେ କମେଣ୍ଟ କରନ୍ତୁ। ଆଉ ଛତୁ କାହାକୁ କାହାକୁ ଭଲ ଲାଗେ ସେଟା ଆପଣ ମାନେ ଟିକେ କମେଣ୍ଟରେ ଜଣାନ୍ତୁ। ବାପା ବୋଉ ବର୍ତ୍ତମାନ ସଫା କରିବାରେ ଲାଗି ପଡିଛନ୍ତି। ଆଉ ପାଗ ପୁରା ଏଇଆ ଓଦା ଓଦା, ଟୋଟାଲି ବର୍ଷା ଛାଡିବାର ନା ନାହିଁ। ପ୍ରତ୍ୟେକ ଦିନ ରାତିରୁ ବର୍ଷା ଆସୁଛି, ଦିନ ସାରା ଏମିତି। ଏଇନା ଆହୁରି ପୁଣି ଜୋର ଆସିଲା ବର୍ଷା ଦେଖନ୍ତୁ। ସେ ଗୋଟେ କ୍ୟାମେରାରେ ଜଣା ପଡୁଛି କି ନାଇଁ ଦେଖନ୍ତୁ, ଝିପ୍ ଝିପ୍ ଜଣା ପଡୁଛି। ପୁରା ଲଗାଣ ବର୍ଷା ଗାଇଛି। ଆଉ ପ୍ରାୟ ସବୁଆଡେ ହିଁ ଏମିତି ଚାଲିଛି, ମୁଁ ଯେତିକି ଜାଣୁଛି। ତ ଆପଣଙ୍କ ଆଡେ ପ୍ରାୟ ବର୍ଷା ହଉଛି କି ନାଇଁ କେଜାଣି। ଆଉ ଇଏ ଦେଖନ୍ତୁ ଆମର ଲେୟାର ଗଞ୍ଜା, ଇଏ ତାର ଖାଲି ରଡି ଛାଡୁଛି। ବର୍ଷାରେ ଭିଜିଲେ ବି ତାର ଜୋସ୍ କମ ହଉନି। ୟାକୁ ଆଉ ଇଏ ୟୁନିକ୍ ତାର ଚିଜ ହେଲା, ୟୁନିକ୍ ଜିନିଷ ହେଲା, ଯେତେ ସବୁ ଛୁଆ ଆସିଲେ କି ବୁଢା ବୁଢୀ ଆସିବେ କି ଯେ ନୂଆ ଲୋକ ଆସିବେ, ଇଏ ଆମର ହ୍ୱାଇଟ ସିକ୍ୟୁରିଟି। ସବୁ ଦୌଡେଇ ଦୌଡେଇ ସମସ୍ତଙ୍କୁ ଗୋଡେଇ ବସିବ, ଖେଦିବ ସମସ୍ତଙ୍କୁ। ଆଉ ଗୋଟେ ବେଷ୍ଟ ଚିଜ ଦେଖୁଛି ଚାଲନ୍ତୁ। ଏପଟେ ସକାଳୁ ଯୋଉ ଆମର ନୂଆ ବ୍ଲଗ ଟା ଅପଲୋଡ ହେଇଛି, ସେ ନୂଆ ବ୍ଲଗ ଟା ଏଠି ବର୍ତ୍ତମାନ ଚାଲୁଛି ଆମର LCD ରେ, ଯୋଉଟା କି ଆପଣ ମାନେ ଏଇ ବ୍ଲଗ ଟା ଦେଖିଛନ୍ତି କି ନାଇଁ ଟିକେ କମେଣ୍ଟ ରେ କରିବେ। ଏଇ ବ୍ଲଗ ଟା ଦେଖିଛନ୍ତି କି ନାଇଁ ଆପଣ ମାନେ? ଏଇଟା ନୂଆ ବ୍ଲଗ ଟା ଅପଲୋଡ ହେଲା, ତେଣୁ ଚାଲିଛି ସେଠି କଣ କେମିତି ହଉଛି। ତ ଏଇଆ ବର୍ତ୍ତମାନ ବ୍ଲଗ ଟା ଏଇଠୁ ଷ୍ଟାର୍ଟ ହେଲା। ଆଗକୁ ଆଜିର ଡେ କଣ କଣ ରହୁଛି, କଣ କରୁଛୁ, କୁଆଡେ ଯାଉଛୁ, କଣ ହଉଛି, ସବୁ କିଛି ଆପଣ ମାନେ ଦେଖିବେ, ମଜା ନେବେ, ଇଣ୍ଟରେଷ୍ଟିଂ ପୁରା ରହିବ। ତ ଚାଲନ୍ତୁ ବ୍ଲଗରେ କଣ୍ଟିନ୍ୟୁ ଥାନ୍ତୁ। ଆଉ ବ୍ଲଗକୁ ଯଦି ଏପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ଲାଇକ୍ କରିଦିଅନ୍ତୁ। ଯଦି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିଦିଅନ୍ତୁ। କମେଣ୍ଟ କରିଦିଅନ୍ତୁ ଗୋଟେ ପ୍ୟାରା ସା ଗୋଟେ ମସ୍ତ ବାଲା। ଆଉ ବ୍ଲଗରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଏନ୍ଜୟ କରନ୍ତୁ। ବର୍ଷା ଦେଖଛୁ, ଜଙ୍ଗଲରେ ବର୍ଷା ଦେଖଛୁ, ଦେଖେ ଗାଇଜ ବର୍ତ୍ତମାନ ସମୟ 9ଟାରୁ ପାର ହେଇଗଲାଣି। ଆଉ ବର୍ତ୍ତମାନ ବର୍ଷା ଛାଡିକି ଟିକେ ଟିକେ ଖରା ଦେଲାଣି। ଆଉ ଦେଖନ୍ତୁ ସେ ବର୍ତ୍ତମାନ ଶୁଖିଲା ପାଗ ଯେହେତୁ ହେଇଛି, ବର୍ତ୍ତମାନ ସେ ତାଙ୍କର ୱାଇପର ନେଇକି ସେ ସେପଟେ ଆମର ଲାଗି ପଡିଛନ୍ତି କାମରେ। ସମସ୍ତେ ନିଜ ନିଜର କାମରେ ଲାଗି ପଡିଛନ୍ତି। ସେ ତାଙ୍କର ବାରଣ୍ଡା ସଫା କରୁଛନ୍ତି, ଘର ସବୁ ଧୋଇ ସାରିଦେଲେ, ପୋଛି ସାରିଦେଲେ, ତାପରେ ଏଇନା ସେ ସଫା କରୁଛନ୍ତି। ଏପଟେ ଆମର ରୋଷେଇ ଚାଲିଛି। କି ରୋଷେଇ ଚାଲିଛି ବୋ? ପିଠା ହଉଛି, ପିଠା ଚାଲିଛି ରୋଷେଇ। ବାସ୍ ଅର୍ଡର ମାରା ହଉଛି ଏପଟୁ, ସେ ଗୋଟେ କାମ କର ବାସ୍। ତ ଗାଇଜ ବର୍ତ୍ତମାନ ଟିକେ ପାଗ କ୍ଲିୟର ହେଇଯାଇଛି, ମାନେ ପରିଷ୍କାର ହେଇଯାଇଛି ପୁରା, ଟୋଟାଲି ଦେଖିପାରୁଥିବେ। ତ ଆମେ ବର୍ତ୍ତମାନ ମୁଁ ପିଠା ଖାଇଦେଲି ଗରମା ଗରମ। ଆଉ ସିଏ ଭଦ୍ର ମହିଳା ଆମର କାଠି ବସୁଛନ୍ତି। ବର୍ତ୍ତମାନ ଆମେ ଯାଉଛୁ କୁଆଡେ କୁହନ୍ତୁ ନା? ଆମେ ଯାଉଛୁ ବର୍ତ୍ତମାନ ଆମର ବିଲ ଦେଖିବା ପାଇଁ। ମୁଁ ନେଇ ଯାଉଛି ତାଙ୍କୁ ବିଲ ଦେଖେଇତେ। ହଁ ତମେ ଦେଖିଛ, ଖାଲି ଆମକୁ
ଚାଲ କ୍ୟାମେରା ଅନ୍ କରି ଯଦି ସିଧା ବିଲ ପାଖରେ ନେଇକି ହଁ ତାହେଲେ ଯାଇଥିଲ ଆଗରୁ ନାଇଁ। ଆମର ଯୋଉ ଧାନ ତଳା ପକା ହେଇଛି କେତେ କଣ ହେଇଛି ସବୁ ସେଗୁଡା ଦେଖିବା ପାଇଁ ଯାଉଛେ। ଆଉ ବର୍ତ୍ତମାନ ବର୍ଷା ପରେ ସବୁ ବିଲର ଅବସ୍ଥା କଣ ହେଇଛି ସେ ସବୁ ବର୍ତ୍ତମାନ ଦେଖିବା। ଦେଖନ୍ତୁ ଆଉ ପାଗ ପୁରା ଏମିତି ରହିଛି, ପୁଣି ମେଘୁଆ କରିଛି, ଆସିପାରେ ବୋଧେ ବର୍ଷା। ଆଉ ସେଇଟା ସେପଟେ ଗୋଟେ ବନ୍ଧ ଅଛି, ସେଇଟା ଦେଖିପାରୁଥିବେ, ସେଇଟା ପୁରା ଭରି ଯାଇଛି ପୁରା ପାଣି ସେ ବନ୍ଧଟା। ଏଟା ଆମର ଗୋଟେ ଛୋଟ କୋଉଟା ହଁ ସେଟା ବିଲଟା ପୁରା ଏତିକି ପାଣି ହେଇଛି, ପାଣି ହବ ନା ନାଳଟା ଭଳିଆ ଦେଖା ହଉଛି। ସେଟା କାଦୁଅ ହେଇସାରିଛି ପୁରା। ନାଳ ଛୁଆଟା ଯୋଉଟା ଜଙ୍ଗଲରୁ, ସେ ଜଙ୍ଗଲରୁ ପାଣି ଆସେ ଏଇଠି ପୁରା ବହିଯାଏ ପାଣି। ଆମ ଘର ରହିଲା ସେଇଟା ରହିଲା ଆମ ଘର ସେଇଠି। ହଁ ସେ ପାଣିଟା ଉପରେ ଭାସୁଛି ଟୋଟାଲ ଆଉ। ଏଇଠୁ ଆରମ୍ଭ, ଏଇଟା ହଉଛି ନାଳି ବିଲ ଗୁଡା। ଏଟା ବି ପାଣି ଦେଖନ୍ତୁ ରହିଯାଇଛି ପୁରା। ଏଟା କାଦୁଅ କରିବା ପାଇଁ ମସ୍ତ ଅଛି। ଏଠି ପାୱାର ଟିଲର ଚଲେଇବା, କାଲି ଆଡେ ମୁଁ ଚଲେଇଦେବି। ଏଇଟା ସେଟା ସେପଟେ ସେଗୁଡା ଟୋଟାଲ। ଆମେ ପହଞ୍ଚି ଗଲୁ ଆମର ତଳା ଗାଡିକୁ, ଯୋଉଟା ହାଇବ୍ରିଡ ଦିଆ ହେଇଛି। ଏଟା ବର୍ଷା ପିଟି ଦେଲା ସେଥିପାଇଁ ଅଧା ଧାନ ଆମର ଧୋଇ ନେଇଗଲା, ଯୋଉଟା କି ପୁରା ଟିକେ ଛାଡି ଛାଡି ବାହାରିଛି, ପତଳା ପତଳା ବାହାରିଛି। ଆଉ ହଁ କଣ କହିବ? ବିଲ ଦେଖିନଥିଲି, ଆଗରେ କିଏ ଆସିଲା ତାଙ୍କୁ କିଏ ବିଲ ପାଖକୁ ନେଇକି ଆସିଲା। ହଁ ଆଗରୁ ଆସି ଯାଇଛ, ତେଣୁ ଫୁଟାଣି କରୁଛ ଆଉ। ଏଇଠି ଆମର ଅଛି କୋଉଟା ସେଇଠୁ ସେଇ ପାଖରୁ 1 2 3 3 4 5ଟା ଏଠି ହେଲା। ଆଉ ସେଇଟା ଯୋଉ ପାଣି ଦେଖାଯାଉଛି ନା ହେଲା, ସେ ପାଣି ଦେଖାଯାଉଛି ସେଇଟା ହେଲା ଗୋଟେ ଆମର, ସେଇଟା କାଦୁଅ ହେଇଛି, ସେଇଟା ଜଣକୁ ଦିଆ ହେଇଛି, ସେଇଟା ଭାଙ୍ଗି। ହଁ ସେଇଟା ବେଡାଟା ହେଲା, ସେଇଟା ଆଉ ସେଇଟା ସାନ ଦାଦା ଘର ମିଶିକି ସେଇଟା ଏକରେ, ତାଙ୍କର ହାଫ ଏକର ଆମର ହାଫ ଏକର। ସେଠି ସେଟା ଗୋଟିଏରେ ହିଁ ହାଫ କରୁଛି। ହଁ ସେଟା ହାଫ ଏକର, ସେ ଯୋଉ ପାଣି ଦେଖାଯାଉଛି ସେଟା। ଆଉ ଏପଟେ ଅଛି, ଏଠି ଅଛି ସେଇ ବନ୍ଧ ତଳେ ସେଗୁଡା, ସେଇ ବେଡା ଗୁଡା ଅଛି ହେଲା। ଏଠି କାମ କରୁଛନ୍ତି ଯୋଉ ତାର ସେପଟକୁ ତଳକୁ ସେପଟୁ। ତାପରେ ସେଇଟା ନାଳି ଅଛି, ଆଉ ସବୁ ଦୂର ଦୂର ଅଛି, ସେଇଆଡେ ଗାଁ ସେଇଆଡେ ଆର ସାହି ଆଡେ ଅଛି ସେଗୁଡା ଆଉ। ଆମର କେତେ ଚାଷ କରାହଉଛି? ଆମର ଖାଲି ଆମର ଘର ରହିଲା ସେଇଟା, ଘର ସାମ୍ନାରୁ ଯେତିକି ଆଖିରେ ପଡୁଛି ଆମର ଏତିକି ହିଁ ଆମେ ନିଜେ ଚାଷ କରୁଛେ। ହଁ ସେପଟେ ଯୋଉଟା ଅଛି ପୁରା ବଡ ବଡ ବେଡା, ମାନେ ସେଟା ଗୋଟେ ଗୋଟେ ବେଡାରେ 300ଟା ଲେଖା ବିଡା ହୁଏ। 300ଟା ବିଡା ଗୋଟେ ବେଡାରେ? ହଁ ସେତିକି ବଡ ବଡ ବେଡା ଅଛି। ଆଉ ଆହୁରି ବି ପୁରା ପାଣିର ସେଗୁଡା, ମାନେ ଧାନ ପକେଇଲା ମାନେ ଚାଷ, ସେଗୁଡା ଅଗାଳି ନୁହଁ କି ସେଗୁଡା କିଛି ସେମିତି ଇଏ ହୁଏନି, କି କହୁନ ଅଗାଳି କି ଘାସ କି ବାଳୁଙ୍ଗା କି ସେମିତି କିଛି ଇଏ ହୁଏନି। ଖାଲି ପକେଇଲ, ଇଏ କଲ, ସାର ଦେଲ, କାଟିଲ, ଆଣିଲ। କିନ୍ତୁ ସେଗୁଡା ଦୂର ହୁଏ, ଆଉ ଏତେ ବଡ ବଡ ବିଲ କିଏ କରିହବ, ଟାଇମ ଦେଇ ହୁଏନି। ନଦୀ ନାଳ ପାର ହେଲା ଭଳିଆ ଲାଗୁଛି। ଆଉ ବର୍ଷା ବେଶୀ ପାଣି ହେଇଛି ଆଉ। ତୋର ଏତକି ତଳା ପକେଇছে କି ବୋ? ତୁମର ନା ଶହେ କାର ଅଛି? ଓ ସମସ୍ତଙ୍କ ସେଇଠୁ ଦେଖିକି ହଉଛି ଭଗବାନ, ଏତିକି ତଳି ପକା ହଉଛି, କେତେ ଦିନ ଲଗେଇଛନ୍ତି ସବୁ। ଏଇ ବିଲ୍ ଟା ତୁମକୁ ଛାଡା ହଉଛି ହେଲା, ଏଟା ତମେ ଲଗେଇକି ସାରବ। ବେଡାଟା ଏଟା ସେଇ ବେଡାଟା ସେଇଟା ଛାଡିଥିବା ଲଗେଇକେ ନା। ତାପରେ ତାହାର ସେଠି ଗୋଟେ ଅଛି, ଆଉ ଏଠି ଗୋଟେ ଅଛି, ଏଠି ଲଗେଇବା। ମତେ ଡରେଇବ ନାହିଁ ତଳି ଲଗାରେ, ବୁଝିଲ? ଖାଲି ଭିଡିଓଟା କ୍ୟାମେରା ଅନ୍ କରିକି ରଖିଥିବ, ମୁଁ ତଳି ଲଗେଇଲା। ହଁ ଦେଖବା କେତେ କାମ କରିପାରୁଛ। ନା ସାଙ୍ଗ କର ତ। ହଁ ଓ ଗୋଟେ କଥା କହିପାରୁଛ। ଏଇଟା ହେଲା ସେଇ ବନ୍ଧ, ଦେଖ ଏଇଟା ଆମର ଦାଦା ବନେଇଥିଲେ, ଜେଜେ ବାପା। ଖଜୁରୀ ହେଇଥିଲା, ତାଳ ଚାଲ ଦେଖଉଛି। ଏଇଟା ଦେଖ, କଇଁ ଫୁଲ ଏଟା ଦେଖ, ଦେଖିଲ କଇଁ ଫୁଲ ହେଇଛି। ଏଇଠି ଆଗରେ ସମସ୍ତେ ଗାଧଉଥିଲେ, ସେ ସାହିରେ ବି, ଆମେ ବି ସମସ୍ତେ। ଏଇ ତାଳ ଗଛ ବି ଦାଦା ଲଗେଇଛି। ତାଳ ଏଇନା ସରିଯାଇଛି ଆଉ, ତାର ସିଜନ ସରିଲା ଆଉ। ଏଇଗୁଟା ଆମର ଜମିରେ ମାନେ ପାଣି କମ ହୁଏ। ଦେଖ ସେଇ ବଳ ଗଛ ପାଖରେ ସେଠି ଗୋଟେ ଛୋଟ ବିଲଟା ଅଛି ନା, ଛୋଟଟା ହେଲା। ତାପରେ ହଁ, ତାପରେ ଏଟା ସେଟା ସେଇ ଯୋଉ ଦେଖଉଥିଲି ସେଇଟା, ସେଇ ଯୋଉ କାଦୁଅ କରାହଉଛି ସେଇଟା ତ ଲଗେଇ ପକଉଥିଲି କି, ସେଇଟା ଆଉ ସେଇ ଯୋଉଟା
କାଦୁଅ କରାହେଇଛି ଯୋଉଟା ପାଣି ପାଣି ଦେଖାଯାଉଛି ସେଇଟା ସେଇ ନାଡି ଗୁଡା ଆଉ ଏପଟେ ହେଲା ସେଇ ଉପର ଆଡେ ସେଇପଟେ କରା ହଉଛି ସେଇପଟେ ଦିଟା ଅଛି ଆଉ କି କୁହ ଆମର ଚାଷ କରୁ ନା ଆମର କମ ଚାଷ କରୁ ଏଇଟା ଏତିକି କମ ନାଇଁ କି ଏଟା କେତେ କମ କୁହାଯିବ କମ ନାଇଁ କି କେତେ ଏଟା କେତେ ଦେଖ ଆମର ଘରଟା ସାମ୍ନାରେ ନାଇଁ ଯେତିକି ବିଲ ସେତିକି ଏଟା ହେଲା ବିଲ ଗୁଡା ସେଟା ହେଲା ଘରଟା ଏଟା ଆଖି ସାମ୍ନାରେ ଯେତିକି ବିଲ ସେତିକି ଆଉ ତ ଯେତିକି ଜମି ଦେଖିବ ତ ତମର ମୁଣ୍ଡ ଖରାପ ହେଇଯିବ ତ ଚାଷ କରିକି ଥକିଯିବ ମୁଣ୍ଡ ଖରାପ ହବ ମୁଁ ଦେଖିବିନି କି ଭଲ ଲୋକଟା ଖରାପ ହଁ ସେଇ ଯାହା ବି ହଉ ବାପା କହିଲେ ଭଳିଆ ମରି ନଯିବି ହେଲେ ଦେଖିବେ ବିଲ ଦେଖିକି ବର୍ତ୍ତମାନ ପହଞ୍ଚି ଆସିଲୁ ଘରକୁ ଏଇଆ କି କରୁଛୁ ହେଁ ଗୁଡା ଉଠେଇଲା ବେଳକୁ ଛିଡି ଯାଉଛି ଟିକେ ସାର ପକେଇବାକୁ ପଡିବ ଗୁଟେ ନା ଦୁଇଟା ଉଠେଇଥିଲି ଆଉ ବନ୍ତଳର ବିଲ୍ ଦେଖେଇଦେଲି ବନ୍ଧ ଦେଖେଇଦେଲି ଏଇ ହେଲା ଶାଶୁ ବାହୁଙ୍କ ଡିସ୍କସନ ହଁ ତୁମେ ତ କହିଦେଲ ଏଇଟା ଶାଶୁ ବୋହୂ ଡିସ୍କସନ ନାନା କହୁଛନ୍ତି ଆଉ ହେଲେ କେହି ବିଲଗା ସବୁ ରଖିଥିବ ନାତୁଣୀ ବୋହୂ ଏକଲା ଲଗେଇବ ତୁମେ କି କହିଦେଲ ସେଟା ବି କହିଦିଅ ସେଟା କିଏ କହିବି ମାଡ କହିଦିଅ କି କହିଲ ସେଟା ମୁଁ କହିବିନି ନାଇଁ କଲେ କିଏ କରିଦେଆ ମୁଁ ଏନି କରିବି ସବୁକା ନା ସେମିତି କହିଲି କି କହିଲି ଆଜି ହେଲେ ବି କରିବ କାଲି ହେଲେ ବି କରିବ ସେ ବର୍ଷ ପରେ ବି ତ ବିଲକୁ ଆସିବ ନା ଆଜି ଆସିଲେ କି ଅସୁବିଧା ଆସିଲେ କରିଦେବି ଗାଇସ୍ ବର୍ତ୍ତମାନ ଗାଧେଇ ପାଧେଇକି ପୁରା ଫ୍ରେଶ ଆଉ ଟିକେ ବର୍ତ୍ତମାନ ଆଜି ଷ୍ଟୁଡିଓ ରୁମ୍ ଓପନ करवा गुलशन स्टूडियो आ खोलला पूरा देखिले जे पूरा रूम सारा ଟିକେ मॉइस्चर हे छै माने लगाण वर्षा लागि रहि छै ना सेति पई सब जो ऊपर छात ऊपर उडाडा ଟିକେ पानी पानी हे छै मॉइस्चर हे जैतला आ एगुडा भी हल्का हल्का ଟିକେ मॉइस्चर पर लागुतला सेति पई दुईटा फैन एटा गुडा स्टैंड फैन सीपीयू को दे देछि एटा पूरा रूम कवर करछे पूरा फैन ता और देखा ऑन कर देखा ठीक ठाक चालू छी ना नहीं देखा बहुत समय फैन बुलानी एटा हमर स्टूडियो रूम गीत रेकॉर्डिंग काम सब देखिया सीपू तो ऑन हो जाइए वर्तमान गाइस वर्तमान आम बाहरलु कहीं बाहरलु रिमुड़ी बाहरलु आमर भद्र व्यक्ति मिस्टर पापुन दिव्यज्योति महांत मिस्टर पापुन कुमार तार +2 एडमिशन हेबो शालके महाशय छड़ा चारटा बेले पहुंचती ना आ कॉलेज रे जेकर देखबा तांगर एडमिशन होछि चलो तुम बस जल्दी टाइम होला फ्रेंड्स वर्तमान आम रिमुड़ी पहुंची आसचु सीधी भाई दुकान रे वर्तमान चली सर्टिफिकेट जेरक्स सब ये सब सर्टिफिकेट सब जेरक्स कर सीधी भाई आमर खास अति प्रिय घनिष्ठ व्यक्ति जे कि केत वर्ष हो गला दुकान तुम रिमुड़ी रे 14 वर्ष हो गला दुकान आम पढ़ुवा समय आमको सेवा जगौले मोर सड़ा मान को जगेबे सेवा देख हीरो पाठ पढ़िया ना खाली चश्मा लगे फ्रेंड्स कॉलेज को पहुंची फॉर्म एवं सब किसी डॉक्यूमेंट डिपॉजिट कर देछु बास वर्तमान भीतर ना रिसीव कटा हम से वेट करछु पिला माने पछाड़ लाइन लागि छथि हम एपडू कर देबा सब ब्लॉग से देखन दे जानता हटात की आसले एकोटी बाडे हला फुल बेली होते मिल देगी तो गाइस रिमुड़ी रो बाहरी आसलु माने सॉरी माने कॉलेज रो बाहरी आसलु आ वर्तमान हमर रिमुड़ी फेमस राखी टेलर वर्तमान पहुंची आछी भाउज पाखरे आ तांकर साड़ी
ବ୍ଲାଉଜ କ'ଣ କ'ଣ ସବୁ ସିଲେଇବେ ସେ ବର୍ତ୍ତମାନ ଏଠି ଦେବେ। ସନ୍ଧ୍ୟା ସମୟରେ ବର୍ତ୍ତମାନ ମାଞ୍ଚୁରିଆନ ମାଡ଼ ଚାଲିଛି ଦେଖନ୍ତୁ। ଏପଟେ ଭଞ୍ଜା ବି ପହଞ୍ଚି ଆସିଛନ୍ତି। ମୋର ପ୍ଲେଟ୍ ଏଇଟା ବର୍ତ୍ତମାନ ଚାଲିଛି ମାଞ୍ଚୁରିଆନ ଖିଆ ରିମୁଳି ଆମର କଲେଜ ପାଖ ନନା ହୋଟେଲ। ଆଉ ଏ ମାଞ୍ଚୁରିଆନ ପାର୍ଟିଟା ଆମର ଗିଫ୍ଟ କରୁଛନ୍ତି ସପ୍ତେକ ଇନଷ୍ଟିଚ୍ୟୁଟ୍ ମ୍ୟାନେଜିଂ ଡାଇରେକ୍ଟର ତଥା ମାଲିକ ଦିଲୁ ସାର୍। ତେଣୁ ସାର୍ଙ୍କୁ ଅନେକ ଅନେକ ଧନ୍ୟବାଦ। ଟିକେ ବଡ଼ ବଡ଼ ହେନି ତ ଦେଖନ୍ତୁ ଗାଇସ୍ ପୋଖରୀରେ ବଂଶୀ କଣ୍ଟାରେ ଏଇ ତ ମିଶିଗଲା ମାଛ ମରା ଚାଲିଛି ଦେଖନ୍ତୁ। ପୋଖରୀରେ କେତେ ପାଣି ହେଇଯାଇଛି ପୁରା ଦେଖିପାରୁଥିବେ। ଏଇଟା ଗୋଟେ ଆସିଗଲା ଦେଖ ବହୁତ କରି ତୁଣଟା ହେବ ନା ଦେଖ ଏଇଟା ଗୋଟେ ଆଉ ଗୋଟେ ଲାଗିଗଲା। ତ ମାଛ ଧରା ଦେଖିବା ପାଇଁ ବର୍ତ୍ତମାନ ପଳେଇ ଆସିଲେ ଦେଖ। ଏ ଡୁଗୁ ବି ଜଗିଛି। ଡୁଗୁ ମାଛ ଖାଇବ ଆଜି? ସେ ତାର ଚାଟିଲାଣି ଦେଖି। ଡୁଗୁ ଦେଖନ୍ତୁ ବର୍ଷାର ମାନେ ପ୍ରକୋପ କେମିତି ଦେଖନ୍ତୁ ଗାଇସ୍। ପୁଣି ସକାଳୁ ବର୍ଷା ଚାଲିଛି, ଦିନ ବେଳେ ଟିକେ ଛାଡ଼ିଥିଲା, ପୁଣି ଆଉଥରେ ରାତି ଦେଖନ୍ତୁ। ରାତିର ସିନ୍ ଦେଖନ୍ତୁ ଭାଇ ପୁରା ଭୟଙ୍କର ଅଲଗା ଲେବୁଲର ପୁରା। ଭାଗ୍ୟ ଭଲ ଉପରେ ତିରପାଲଟା ଦିଆହେଇଛି ବୋଲି ରାତି ହେଇଛି ଆଉ ବର୍ଷା ଦେଖନ୍ତୁ କି କୋଉ ପ୍ରକାର। ଏମିତି ବର୍ଷା ଆପଣଙ୍କର ଆଡ଼େ ହେଉଛି ନା ନାଇଁ କେଜାଣି, ମୁଁ ତ ଜାଣିପାରୁନାହିଁ, କିନ୍ତୁ କେଜାଣି ଆମର ପାଖରେ ହିଁ ଏମିତି ହେଉଛି ବୋଧେ। ଗୋଟେ ଆମର ଯେଉଁ ପୋଖରୀରେ ମାଛ ମରା ହେଇଥିଲା ଦେଖନ୍ତୁ ବର୍ତ୍ତମାନ ଛାଣିକି ପୁରା ସବୁ ମାଛ ରେଡ଼ି ହେଇଯାଇଛି, ଛଣା ହେଇଯାଇଛି ଏଗୁଡ଼ା। ଆଉ ଏପଟେ ସିଏ ବାସ୍ନା ପାଇଯାଇଛି ଆମର ଗୁନୁ ଗୁନୁ। ଏ ଗୁନୁ ଗୁନୁ ମାଛ ଖାଇବୁ? ଦେଖ ତାର ରୁଲ୍ ଚାଲିଲା ବର୍ତ୍ତମାନ। ଏ ବାସ୍ନା ପାଇଛି ମାନେ ନା କାହା କଥା ଶୁଣିବନି ସିଏ। ସିଏ ଯେତେ ମନା କଲେ ତାର ଘର ଏଟା, ତାକୁ ପିଟିଲେ ସିଏ ଛାଡିବ କି? ର ଖାଇବୁ ଯେ ର ହେ ଭାତ ହଉ ଭାତ ସାଙ୍ଗରେ ଖାଉ। ଜମା ସିଏ ମାନବନି। ଦେଇଦିଅ ତାকে ଟିକେ ତାର ପ୍ଲେଟ୍। ଆମର ଗୁନୁର ପ୍ଲେଟ୍ ଦେଖ ସେଠି ରଖା ହେଇଛି। ସିଏ ବିନା ମାଛରେ ଖାଇବନି ଆଜି ଦେଖୁଛ ନା। ଆହୁରି ଜୋର ବର୍ଷା ଯେ ରାଗରେ ହିଁ ଥିଲା କେଜାଣି ସମସ୍ତେ ଖାଲି ବର୍ଷା ଦେଖୁଛନ୍ତି। ଆଉ ବୋଉ ଆମର ଯାଇକି ତଳା ଗାଡ଼ିରେ ପୁଣି ଧାନ ଇଏରେ ତଳା ଗାଡ଼ିରେ ସାର ଟିକେ ବିଞ୍ଚି ଦେଇକି ଆସିଛି ଭଲ। ସାବନ କା ପାଣି ଦେଖ ମାନେ ପୁରା ଏମିତି ସାର ପକେଇଦେଲା ତଳା ଗାଡ଼ିରେ, ସେ ପୁଣି ଏଇନା ପୁରା ଧୋଇ ନେଇଯାଇଥିବ। ଲିଭେଇ ଦେ ଏ ବିଜୁଳି ମାରୁଛି ଯେ ବିଜୁଳି ମାରୁଛି ଆହୁରି। ଲାଇଟ୍ ହଁ ଲାଇଟନିଂ ସହିତ ବର୍ଷା ହଉଛି ଦେଖନ୍ତୁ। ସିଏ ତ ଲାଇଟ୍ ଦଉଛି ଆଉ ଗୁନୁ ବି ତାର ଭାଗ ପାଇଗଲା। ଆଗେ ଖାଇଦେଇଛି ସିଏ, ତାର ଭାତ ଖାଇ ସଫା କରିଦେଇଛି। ଆଉ ତାପରେ ଆମର ଭାଗରୁ ମାଗୁଛି। ମଝିରେ ବସିଛି ସେ ସମସ୍ତଙ୍କୁ ଦେଖ। ଆଡ଼େ ବୋଉ ଦଉଛି, ଆଡ଼େ ବାପା ତାର ଖାଉଛି। ତୁମେ ଗୋଟେ ଦେଇଦିଅ। ମୁଁ ଦେଇଥିଲି ତାକୁ ସବୁଠୁ ଫାଷ୍ଟ ଆଗେ ସେ ଭାତ ସାଙ୍ଗରେ ଖାଇଦେଇଛି ତାର। ନା ଭାତ ସହିତ ନାଇଁ, ମାନେ ଜଷ୍ଟ ଓହ୍ଲା ହେଇଛି ହଉଛି। ତାପରେ ମୁଁ କହିଲି ଖାଇବୁ କହୁଛି। ତାପରେ ମାନେ କେହି ବି ମନା କରୁଥିଲେ ଦିଅ ନା ଦେଲେ ମୁଁ ତାକୁ ଲୁଚେଇକି ଦେଇଛି। ବଡ଼ ବାବୁ ଖାଇଦେଇଛି ଆଉ। ସେଟା ମୋ ଦେଢ଼ଶୁର, ତମେ ଜାଣିନ ନା। ଆଉ ଖା ମା